ମୋର ପ୍ରିୟ ପିଲାମାନେ, ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ ଏବଂ ଆପଣଙ୍କର ପରିବାରରେ ବି ପ୍ରାୟତଃ ସମସ୍ତେ ବହୁତ ହି ଭଲରେ ଥିବେ। ଯେମିତିକି ଆପଣ ଜାଣିଛନ୍ତି ଯେ LTR ପ୍ରିଲିମ୍ସ ପରୀକ୍ଷା ଆଗାମୀ ଆପଣଙ୍କର ମାର୍ଚ୍ଚର ଲାଷ୍ଟ ୱିକ୍ କିମ୍ବା ଏପ୍ରିଲର ଫାଷ୍ଟ ୱିକ୍ରେ ଆପଣଙ୍କର ହେବା ପାଇଁ ଯାଉଛି। ତ ଆଗାମୀ ଯଦି ଆମେ ଡେ ଆପଣଙ୍କର କାଉଣ୍ଟ କରିବା ପାଖାପାଖି 45 ଦିନ ରହିଛି। ତ କେମିତି ଆପଣ ପଢ଼ିଲେ ବହୁତ ଇଜିଲି କ୍ୱାଲିଫାଇ କରିପାରିବେ, ମାନେ ସିଓର ସଟ୍ ଆପଣ କ୍ୱାଲିଫାଇ କରିବେ, ନୋ ଡାଉଟ୍। ଠିକ୍ ଅଛି, ତା ସମ୍ପର୍କରେ ମୁଁ ଆପଣଙ୍କୁ ଏହି ଭିଡ଼ିଓରେ ବତେଇବି। ତା ସହିତ ପ୍ରିଭିୟସ୍ ଇୟର୍ରେ ଆପଣଙ୍କର କଟ୍ ଅଫ୍ ମାର୍କସ୍ କେତେ ଯାଇଥିଲା, ଆପଣଙ୍କର କେଉଁ ଟପିକ୍ରୁ କେତୋଟି ଆପଣଙ୍କର ପ୍ରଶ୍ନ ପଡ଼ିଥିଲା, ଏହି ବର୍ଷ ଆପଣ ଏମିତି କ'ଣ କଲେ ବହୁତ ଇଜିଲି କ୍ୱାଲିଫାଇ କରିପାରିବେ, କେଉଁ କେଉଁ ବହି ଆପଣ ଆଗାମୀ 45 ଦିନ ମଧ୍ୟରେ ପଢ଼ିଲେ ଆପଣଙ୍କ ପାଇଁ ବେଷ୍ଟ ହେବ, ତା ସମ୍ପର୍କରେ ମୁଁ ଆପଣଙ୍କୁ ଏଥିରେ କହିବି। ତ ବିନମ୍ର ଅନୁରୋଧ ଆପଣଙ୍କୁ ରହିବ, ଯେତିକି ବି ଆପଣଙ୍କର ସାଙ୍ଗ ଯିଏ ବି ଏଇ ବର୍ଷ ହାଇସ୍କୁଲ ଟିଚର ପରୀକ୍ଷା ଆପଣଙ୍କର ଦେବା ପାଇଁ ଯାଉଛନ୍ତି ବା LTR ଏକ୍ଜାମ ଦେବେ, ତାଙ୍କୁ ଏହି ଭିଡ଼ିଓଟିକୁ ଲାଇକ୍ ଆଉ ସେୟାର କରିକି ନିହାତି ଜଣେଇବେ, ଯଦ୍ୱାରା କି ସେ ବହୁତ ଇଜିଲି କ୍ୱାଲିଫାଇ କରିପାରିବେ ପ୍ରିଲିମ୍ସରେ। এই ভিডিওটা কেবল প্রিলিমস ପାଇଁ ଡେଡିକେଟେଡଲି ଆପଣଙ୍କର ଅଟେ। ମେନ୍ସରେ କେମିତି କ୍ୱାଲିଫାଇ କରିବେ ତାର ଭିଡ଼ିଓ ସେପାରେଟ୍ ଆପଣଙ୍କ ପାଇଁ ରହିଛି। ଠିକ୍ ଅଛି, ତ ଲାଇକ୍ ଆଉ ସେୟାର କରିକି ଯେମିତି ସବୁ ସାଙ୍ଗମାନଙ୍କୁ ନିହାତି ଜଣେଇବେ। ଗୋଟିଏ ସେୟାର ଦ୍ୱାରା ସେଇ ସାଙ୍ଗଟି ଆପଣଙ୍କର ବହୁତ ଇଜିଲି କ୍ୱାଲିଫାଇ କରିପାରିବ ଏଇ ପ୍ରିଲିମ୍ସ ପରୀକ୍ଷାରେ। ଠିକ୍ ଅଛି, ତ ଏହାର ସବୁ କ୍ଲାସ୍ ଆପଣଙ୍କର କେଉଁଠି କରାଯାଉଛି ନା, ଆପଣ ପ୍ଲେ ଷ୍ଟୋରକୁ ଯିବେ, ଲକ୍ଷ୍ମୀଧର ସାର୍ ଅଫିସିଆଲ ଆପ୍ଲିକେସନରେ ସବୁଦିନ 7ରୁ 8 ଘଣ୍ଟା ଆପଣଙ୍କ ପାଇଁ କ୍ଲାସ୍ କରାହେଉଛି ସବୁଦିନ। ଠିକ୍ ଅଛି, ସକାଳ 4ଟା 30ରୁ ଆପଣଙ୍କର 9ଟା ପର୍ଯ୍ୟନ୍ତ ଆପଣଙ୍କର କ୍ଲାସ୍ କରାହୁଏ। ସନ୍ଧ୍ୟାବେଳେ 5ଟା 30ରୁ ଆପଣଙ୍କର 9ଟା ପର୍ଯ୍ୟନ୍ତ ଆପଣଙ୍କର କ୍ଲାସ୍ କରାହୁଏ। ସକାଳେ ଆପଣଙ୍କର ଏଇଟା ମର୍ଣ୍ଣିଂରେ 4ଟା 30ରୁ 9ଟା, ଏଇଟା ହେଉଛି ସନ୍ଧ୍ୟାବେଳେ ଆପଣଙ୍କର କ୍ଲାସ୍ କରାଯାଏ। ଆପଣଙ୍କର କିଛି ବି ପ୍ରୋବ୍ଲେମ୍ ହେଲେ 8895154969 এই নম্বরে ଆପଣ ଟେଲିଗ୍ରାମରେ ଆପଣ ମେସେଜ୍ କରିବେ, ଟେଲିଗ୍ରାମରେ, କିମ୍ବା ଯଦି ଆପଣ ହ୍ୱାଟ୍ସଅପ୍ ୟୁଜ୍ କରୁଛନ୍ତି এই ନମ୍ବରକୁ ଆପଣ ସେଭ୍ କରିକି ହାଇ ଲେଖିଦେବେ। ଆପଣଙ୍କୁ ଅଟୋମେଟିକାଲି ହ୍ୱାଟ୍ସଅପ୍ ଗ୍ରୁପ୍, ଟେଲିଗ୍ରାମ ଗ୍ରୁପ୍ ତଥା ମୋତେ ପାର୍ସନାଲି ମେସେଜ୍ କରିବାର ଲିଙ୍କ୍ ମଧ୍ୟ ମିଳିଯିବ। ଦେନ୍ ସବୁ ଜିନିଷର ପ୍ରଥମ ଆପଡେଟ୍ ଆପଣଙ୍କୁ ଯଦି ଦରକାର, ଓଡ଼ିଶାର ସବୁଠାରୁ ବଡ଼ ଟେଲିଗ୍ରାମ ଗ୍ରୁପ୍ ରହିଛି ଓଡ଼ିଶା ଟିଚର ଆସୋସିଏସନ୍, ଯେଉଁ ଗ୍ରୁପ୍ରେ 2,13,000ରୁ ଅଧିକ ପିଲା ଅଛନ୍ତି। ଆପଣ ସେଇ ଗ୍ରୁପ୍ରେ ଜଏନ୍ ହେବେ, ଯଦ୍ୱାରା କି ପ୍ରତ୍ୟେକଟି ଇନଫର୍ମେସନ୍ ସର୍ବପ୍ରଥମେ ଆପଣ ପାଇପାରିବେ। ଠିକ୍ ଅଛି, ନମ୍ବର ୱାନ୍, ଆପଣଙ୍କ ମନରେ ପ୍ରଥମରୁ ଆପଣମାନେ ପ୍ରାୟ କମେଣ୍ଟ କରିଦେଇ ସାରିଲେଣି, ସାର୍ ଆମର ହିନ୍ଦୀ ପିଲାଙ୍କର ଆପଣଙ୍କର ପ୍ରିଲିମ୍ସ ହେବ କି ନାହିଁ, ସାଂସ୍କ୍ରିଟ ପିଲାଙ୍କର ଆପଣଙ୍କର ପ୍ରିଲିମ୍ସ ହେବ କି ନାହିଁ, PET ପିଲାଙ୍କର ପ୍ରିଲିମ୍ସ ହେବ କି ନାହିଁ, ଓଡ଼ିଆ ପିଲାଙ୍କର ପ୍ରିଲିମ୍ସ ହେବ କି ନାହିଁ। ଏଇ ପିଲାମାନେ ହିଁ କରିଥିବେ। ଆର୍ଟ୍ସ ପିଲାମାନେ, ସାଇନ୍ସ ପିଲାମାନେ ତାଙ୍କର ଜାଣିଛନ୍ତି ପ୍ରିଲିମ୍ସ କମ୍ପଲସରି ତାଙ୍କର ତ ନିହାତି ହେବ। ଏବେ ଏଇ ପିଲାମାନଙ୍କର ଦେଖନ୍ତୁ, ଏକ୍ଜାକ୍ଟଲି ତ କେହି ବି କହିପାରିବେନି। ଯଦି ଆପଣ RTI ବଗେରା ମାଗିବେ ଦେନ୍ ହିଁ ଆପଣମାନେ ହୁଏତ କହିପାରିବେ। ଯଦି ପିଲା ଆପ୍ଲାଏ କରିଛନ୍ତି ଯେତିକି ବି ଭେକେନ୍ସି ତାର ଆପଣଙ୍କର 3 ଗୁଣ କିମ୍ବା ଯେତିକି ଲେଖା ହେଇଥିବ ନୋଟିଫିକେସନରେ, ଯଦି ପିଲା ଆପ୍ଲାଏ କରିଛନ୍ତି ଦେନ୍ ତ ଆପଣଙ୍କର ପ୍ରିଲିମ୍ସ ନିହାତି ହେବ। ଆଉ ଯଦି ଆପଣ ପ୍ରିପାରେସନ୍ ହିଁ ନ କରିଥିବେ ଦେନ୍ ଆପଣମାନେ କେମିତି କ୍ୱାଲିଫାଇ କରିପାରିବେ କୁହନ୍ତୁ? କାହିଁକିନା ଆଗ ତ ମେନ୍ସ ଆପଣଙ୍କ ପାଇଁ ହେବନି। ଯେଉଁମାନଙ୍କର ପ୍ରିଲିମ୍ସ ହେବନି ତାମାନେ କ'ଣ ତାଙ୍କର ମେନ୍ସ ହେଇଯିବ କି? ଆଗ ଆଗ ତ ମେନ୍ସ ହେବନି କେବେ। ପ୍ରିଲିମ୍ସ ପରୀକ୍ଷା ସରିବ, ପ୍ରିଲିମ୍ସ ରେଜଲ୍ଟ ଆପଣଙ୍କର ବାହାରିବ, ତାପରେ ଯାଇକି ଆପଣଙ୍କର ମେନ୍ସ ପରୀକ୍ଷା ହେବ। ଏପ୍ରୋକ୍ସିମେଟଲି 2-3 ମାସ ଆପଣଙ୍କର ପରେ ଯାଇକି ଆପଣଙ୍କର ହେବ। ତେଣୁକରି ତ ଏଇ ଯେଉଁ ପୂର୍ବ ଟାଇମ୍ଟା ଆପଣଙ୍କ ରହିଲା, ତ ଏମାନେ ତ କମ୍ପଲସରି, ଆର୍ଟ୍ସ ଆଉ ସାଇନ୍ସ ପିଲାମାନେ, କମର୍ସ ପିଲାମାନେ କମ୍ପଲସରି ପରୀକ୍ଷା ଦେବେ। ଏଇ ପିଲାମାନେ ମଧ୍ୟ ଆପଣମାନେ ପ୍ରିଲିମ୍ସ ପାଇଁ ବର୍ତ୍ତମାନ ରେଡ଼ି ହେଇଥିଲେ ଆପଣଙ୍କର ହିଁ ବେନିଫିଟ୍ସ। କାହିଁକିନା କିଛି ଅଲଗା, କାହିଁକିନା ଆପଣଙ୍କୁ ଏବେଠାରୁ ଯଦି ଆପଣ ପ୍ରିପାରେସନ୍ ନ କରିବେ କିଛି ଲାଭ ନାହିଁ। କାହିଁକିନା ଏବେ ତ ଆପଣଙ୍କର ମେନ୍ସ ହେବନି, ତ ଆପଣମାନେ ଏବେଠାରୁ ପ୍ରିପାରେସନ୍ କଲେ ଆପଣଙ୍କ ପାଇଁ ହିଁ ବେଷ୍ଟ। ଯଦି ହେଲା ତାହେଲେ କ'ଣ କରିବେ? ପ୍ରିଲିମ୍ସ କ୍ୱାଲିଫାଇ ନ କଲେ କ'ଣ ମେନ୍ସ ପରୀକ୍ଷା ଦେଇପାରିବେ? ତେଣୁକରି ମୋର ଅନୁରୋଧ ଆପଣଙ୍କୁ ରହିବ, ଆପଣ କାଇଣ୍ଡଲି ପଢ଼ାପଢ଼ି କରନ୍ତୁ। ଠିକ୍ ଅଛି, ଏକ୍ଜାମ ଡେଟ୍ ଆପଣ ଜାଣିଛନ୍ତି, ସେକେଣ୍ଡ ଫୋର୍ଥ ନାଇଟ୍ ମାନେ ହେଉଛି ମାର୍ଚ୍ଚ 15 ଆପଣଙ୍କର ପରେ, କିମ୍ବା ଆପଣଙ୍କର ଫାଷ୍ଟ ଫୋର୍ଥ ନାଇଟ୍ ମାନେ ଏପ୍ରିଲ 15 ପୂର୍ବରୁ। ତ ମାର୍ଚ୍ଚ 15 ପରେ ଏପ୍ରିଲ 15 ପୂର୍ବରୁ କୌଣସି ବି ଦିନ ପରୀକ୍ଷା ଆପଣଙ୍କର ହେବ। ତାହା ଅଫଲାଇନ୍ ମୋଡ଼ରେ ହେଇପାରେ
किंबा ऑनलाइन मोड रे आपणकर होबो जदि ऑफलाइन मोड रे आपणकर परीक्षा हुए देन लैंग्वेज कौन रहिबो देखंतु जो लैंग्वेज आपण अप्लाई कला टाइम रे चूज करिसंती सेही लैंग्वेज रे आपणकर क्वेश्चन सब आसीबो जदि आपण ओडिया चूज करिसंती देन सबु क्वेश्चन आपणकर ओडिया रे ही पडिबो जदि आपणकर ऑफलाइन परीक्षा हुए भल से गुटे जिंस मन रखंतु जदि आपणकर ऑफलाइन परीक्षा हुए आ लैंग्वेज को आपण ओडिया चूज करिसंती देन सबु क्वेश्चन आपणकर ओडिया रे पडिबो आ जदि आपणकर इंग्राजी चूज करिसंती देन सबु क्वेश्चन आपणकर इंग्राजी रे पडिबो सबु गुडा एटा ऑफलाइन परीक्षा रे किंतु जदि ऑनलाइन आपणकर परीक्षा हुए देन तो क्वेश्चन आपणकर बाइलिंगुअल आसीबो ओडिया रे भी थिबो इंग्राजी रे भी थिबो आपण चेंज करि परिबे किछि असुविधा नै जदि ऑनलाइन परीक्षा हला ठीक अछि एग्जाम डेट संपर्क रे हमें डिस्कशन आपणकर कले एबे डिस्कशन करिबा कट ऑफ मार्क संपर्क रे आपण जानिथिबे पूर्वरु हाई स्कूल टीचर रे आपणकर प्रिलिम्स मेंस एमिति आपणकर हो नथिला केवल प्रिलिम्स मेंस आपणकर 2023 रु लागू हैला एवं केवल हाई स्कूल क्षेत्र रे नुहे जेतकी भी आपणकर ओडिसा रे वर्तमान एग्जाम्स आपणकर होउची किमा आगामी दिन रे होबो सबु परीक्षा रे इंक्लूडिंग आपण देखुथिबे जूनियर टीचर खाली पार ही गला एबे जो एसएसबी रो और ट्रिपल एससी रो जो एसएसटी सेवाश्रम रो आपणकर वैकेंसी अछि सेथिरे मध्ये प्रिलिम्स मेंस कंपलसरी तो 2023 रे ही आपणकर फर्स्ट टाइम पई प्रिलिम्स परीक्षा आइतिला जो थिरे कट ऑफ मार्क देखंतु आर्ट्स पिलांकर जनरल रे कट ऑफ आपनको जाइतिला 44.36 यूआर वुमेन रे 44.36 ही आपणकर एससीबीसी 41 एससीबीसी वुमेन 41 एससी 27.75 एससी वुमेन 27.80 एसटी 0.40 माने 100टा प्रश्नरू 0.40 एसटी वुमेन 0.05 आपण कट ऑफ मार्क देखिले या पूर्वरु गोटे जिंस मु आपनकु हाथ जोड़ी की अनुरोध करिया पई आपनकर चाहिबी या पूर्वरु नु या परे कट ऑफ मार्क आपण देखिले केते कट ऑफ मार्क आपनकर कम जाय किंतु मु आपनकु या ठारू बहुत अधिक स्कोर आपनकु रखै देबी एटा तो 44 मात्र कट ऑफ जाय बट मु आपनकु कहि देबी आपण केमिति इजीली 75 प्लस माने थुआ एतकी स्कोर तो आपनकर थुआ रहइबो गारंटेड मु आपनकु एही वीडियो रे बतैबी आपण माने कट ऑफ मार्क देखि दियंतु केते आपनकर लास्ट ईयर जाइतिला एबे साइंस पिलांकर देखंतु पीसीएम रे अधिक जाय काहे कि अधिक जाय काहे कि ना एते इजी आपनकर क्वेश्चन पड़े ना आपण माने यू कांट इमेजिन बहुत इजी क्वेश्चन पड़े पडुची आ आगामी दिन रे पडुथिबो किंतु जे पढुनी ताकू तो ऑब्वियसली खाली कष्ट ही लागिबो ना पढ़ा पिलांकु केबे कष्ट ही लागिबो नाही पीसीएम पिलांकर देखंतु यूआर रे 64.24 यूआर वुमेन 64.08 एससीबीसी 61.36 एससीबीसी वुमेन 60.87 एससी 19.33 एससी वुमेन 19.33 एसटी 6.41 एसटी वुमेन 0.57 सेमती सीबीजेड रे देखंतु यूआर 50.09 यूआर वुमेन भी सेम एससीबीसी 44.54 एससीबीसी वुमेन 44.5 एससी 2.70 एससी वुमेन 1.45 एसटी 5.38 एसटी वुमेन 0.60 बट मु आपन को कोन कहिछि जे आपन बहुत इजीली 75 प्लस मार्क आपन रखिबे केमिति रखिबे विथ प्रूफ मु आपन को ए वीडियो रे बतैबी लास्ट ईयर रो कट ऑफ मार्क्स आपन देखिले एबे देखंतु आमे डिस्कशन करिबा आपन जानिछंती परीक्षा आपनकर जो होबो ऑनलाइन हो कि ऑफलाइन हो जहा होची हो हमको क्वालिफाई करिवार अछि और बहुत इजीली आपन क्वालिफाई करिवे मु आपन को कहूची सर्वमोट 100 टा आपनकर प्रश्न पड़िबो 100 मार्क रो 2 घंटा आपनकर परीक्षा हो गुटे ठीक कले आपनको 1 मार्क मिलिबो गुटे भूल कले 0.25 मार्क आपनकर कटि जिवो तो विनम्र अनुरोध मु आपनको करिवि हाथ जोड़िकी दयापूर्वक सबु क्वेश्चन करिवे नाही किछि नीड नाही आपणकर करिवार नले आपणकर स्कोर कमी जिवो किछि आवश्यकता नाही आमे एमती भी क्वालिफाई करिवा सेमती भी तो सबु क्वेश्चन करिवार किछि आवश्यकता नाही नले बेकार बेकार आपणकर स्कोर कमी जिवो ए नेगेटिव मार्किंग जोगु तले सर कोन करिवा केमिति करिवा ता संपर्क रे आमे डिस्कशन करिवा तो दयापूर्वक मोर कथाटाको मने रखिबे जे सबु क्वेश्चन करिवे नाही नचेत आपणकर स्कोर कमी जिवो आमर जो परीक्षा हबो जोथिरे जीके पड़िबो पिला माने जीके पाने
ପାଗଳଙ୍କ ଭଳିଆ କ'ଣ ପଢୁଛନ୍ତି କରେଣ୍ଟ ଆଫେୟାର୍ସ ବାୟା ଭଳିଆ କରେଣ୍ଟ ଆଫେୟାର୍ସ କଲେ କେତେ ନ କଲେ କେତେ ଭାସିଗଲା। ଆମେ ବିନା କରେଣ୍ଟ ଆଫେୟାର୍ସ କରିକି ବି ଆପଣଙ୍କର 80 ପ୍ଲସ୍ ଆପଣଙ୍କର ସ୍କୋର ରଖିପାରେ ବିନା କରେଣ୍ଟ ଆଫେୟାର୍ସ ଛୁଇଁକି ମାନେ ୟାକୁ ଟଚ୍ ବି କରିବାନି ହେଲେ ବି ଆମର ସ୍କୋର 80 ପ୍ଲସ୍ ରହିବ 80 ପ୍ଲସ୍। କଟ୍ ଅଫ୍ ମାର୍କ ଆପଣ ଦେଖିଲେ ତ କେତେ ଯାଉଛି ହେଲେ ବି ଆମର ଯିବ। ବଟ୍ ଦେଖନ୍ତୁ ଆପଣମାନେ କେମିତି ରଖିବେ ତା ସମ୍ପର୍କରେ ମୁଁ ଆପଣଙ୍କୁ କହୁଛି। ଜିକେରେ ଆମର କ'ଣ ପଡ଼ିବ ହିଷ୍ଟ୍ରି ଜିଓଗ୍ରାଫି ପଲିଟି କେତେ ମାର୍କର ଆପଣଙ୍କର ପଡ଼ିବ ତା ସମ୍ପର୍କରେ କହିବି ଏବଂ କେତେ ମାର୍କର ପଡ଼ିଥିଲା ତାହା ବି କହିବି ଏବଂ ଆମେ କେମିତି ରଖିବା ତା ସମ୍ପର୍କରେ ମଧ୍ୟ ମୁଁ ଆପଣଙ୍କୁ କହୁଛି। ଆଗ ଦେଖନ୍ତୁ ଜିକେ ପଡ଼ିବ ଆମର ଜିକେ ମାନେ କ'ଣ ପିଲାମାନେ ବୁଝନ୍ତି ଜିକେ ମାନେ ଆପଣଙ୍କର କରେଣ୍ଟ ଆଫେୟାର୍ସ ଆମେ ପଢ଼ନ୍ତି ବାୟା ଭଳିଆ ଲେଖି ଦିଆହେଇଛି। ଆଉ ସେମାନେ ଆହୁରି କ'ଣ ପଢ଼ନ୍ତି ନା ହିଷ୍ଟ୍ରି ଓ ପଡ଼ିଶା ହିଷ୍ଟ୍ରି ଓ ପଡ଼ିଶାରୁ ଖାଲି ଗୋଟେ ପ୍ରଶ୍ନ ପଡ଼େ ଆଉ କିଛି ପଡ଼େନି ଆପଣଙ୍କର ଗୋଟେ ହାର୍ଡଲି ଆପଣଙ୍କର ଦୁଇଟା ମ୍ୟାକ୍ସିମମ୍ ତାମାନେ ବାକି 28ଟା ପ୍ରଶ୍ନ କୋଉଠୁ ପଡ଼ିବ ବାକି 28ଟା ପ୍ରଶ୍ନ ୱାର୍ଲଡରୁ ପଡ଼ିବ ଆପଣଙ୍କର। ସେଇଥିପାଇଁ କୋଉ ବହି ପଢ଼ିବେ କ'ଣ ପଢ଼ିବେ ତାହା ବି ମୁଁ ଆପଣଙ୍କୁ କହୁଛି। ଦେଖନ୍ତୁ ଆଗ ଆପଣଙ୍କୁ ବୁଝିବା ପାଇଁ ପଡ଼ିବ ଜିକେ ମାନେ କ'ଣ ଜିକେ ଆମର ଏତେ ଷ୍ଟ୍ରଙ୍ଗ ଯାହା ପଚାରିବ ପଚାରୁ ସବୁ କ୍ୱେଶ୍ଚେନ୍ ଦେଖୁ ଦେଖୁ କରିହବ ସବୁଗୁଡ଼ା ଏକ୍ସ ୱାଇ ଜେଡ୍ ଯାହା ପଚାରିବ ଆପଣ ଦେଖୁ ଦେଖୁ କରିପାରିବେ ଯଦି ଆପଣ ଖାଲି ସବୁଦିନ କ୍ଲାସ୍ କରୁଛନ୍ତି। ହିଷ୍ଟ୍ରି ଜିଓଗ୍ରାଫି ପଲିଟିର ଆପଣଙ୍କର ହିଷ୍ଟ୍ରି ଆପଣଙ୍କର ପଡ଼ିବ 10ଟା ପ୍ରଶ୍ନ ଜିଓଗ୍ରାଫି ଆପଣଙ୍କର ପଡ଼ିବ 10ଟା ଆଉ ପଲିଟି ଆପଣଙ୍କର ପଡ଼ିବ 10ଟା। ଆମେ ସିଲାବସ୍ ଆଜି ଜଷ୍ଟ ଏଇ ଭିଡ଼ିଓ ପୂର୍ବରୁ ସିଲାବସ୍ ଆମେ ହାଇସ୍କୁଲ ଟିଚର କେତେ ଥର କଭରେଜ କଲେ 26 ଥର ଆପଣଙ୍କର ସିଲାବସ୍ କଭରେଜ କଲେ 26 ଟାଇମ୍ LTR ସିଲାବସ୍କୁ ଆମେ କଭରେଜ କଲେ ଏଇ ଭିଡ଼ିଓର ପୂର୍ବରୁ ଜାଷ୍ଟ 26 ଥର କଭରେଜ କରିକି ମୁଁ ଆପଣଙ୍କ ପାଇଁ ଏଇ ଭିଡ଼ିଓ ବନଉଛି। ଦେଖନ୍ତୁ ହିଷ୍ଟ୍ରି ଜିଓଗ୍ରାଫି ପଲିଟି ଯାହା ବି ଆପଣଙ୍କର ପଡ଼ିବ NCERTରୁ ପଡ଼ିବ ତ 10 10 10 ମ୍ୟାଥମେଟିକ୍ସ ଆପଣଙ୍କର 20ଟା ପ୍ରଶ୍ନ ରିଜନିଂ ଆପଣଙ୍କର 20ଟା କମ୍ପ୍ୟୁଟର 20ଟା ଆଉ କରେଣ୍ଟ ଆଫେୟାର୍ସ ଆପଣଙ୍କର 10ଟା। ଏବେ ଆସନ୍ତୁ ଡିସ୍କସନ୍ କରିବା ଲାଷ୍ଟ ଇୟର ମାନଙ୍କରେ କୋଉଠୁ କେତେ ମାର୍କ ଆପଣଙ୍କର ପଡ଼ିଛି କୋଉ ଟପିକରୁ। ଦେଖନ୍ତୁ ଜିକେ ଆପଣଙ୍କର 30ଟା ପ୍ରଶ୍ନ ଯୋଉଥିରେ ହିଷ୍ଟ୍ରି 10ଟା ପଡ଼ିଥିଲା ଜିଓଗ୍ରାଫି 10ଟା ପଲିଟି ଆଉ ଇକୋନୋମିକ୍ସ 10ଟା ପଡ଼ିଥିଲା। ତ ଆପଣମାନେ ଓଡ଼ିଶା ହିଷ୍ଟ୍ରି ଦେଖିକି ବାୟା ହେବେନି କିମ୍ବା ଓଡ଼ିଶା ଜିଓଗ୍ରାଫି ଦେଖିକି ବାୟା ହେବେନି ହାର୍ଡଲି 1ରୁ 2 ମାର୍କ ହିଁ ଆପଣଙ୍କର ପଡ଼ିବ ବାକି 28ଟା ସବୁ ଆପଣଙ୍କର ମଡର୍ଣ୍ଣ ହିଷ୍ଟ୍ରି ଆପଣଙ୍କର ପଡ଼ିବ ଏବଂ ପଲିଟି ତ ୱାନ୍ ସଟ୍ରୁ ଆପଣଙ୍କର ପଡ଼ିବ ହିଷ୍ଟ୍ରି ଆପଣଙ୍କର ପଡ଼ିଲା। ଜାଣିଗଲେ ମାର୍କ ଡିଷ୍ଟ୍ରିବ୍ୟୁସନ୍। ଏବେ ମ୍ୟାଥରେ ଯେଉଁ 20ଟା ପ୍ରଶ୍ନ ଆପଣଙ୍କର ପଡ଼ିଥିଲା ଲାଷ୍ଟ ଇୟର କ'ଣ କ'ଣ ସବୁ ପଡ଼ିଥିଲା ତାହା ବି କେତେ ପଡ଼ିଥିଲା ତାହା ବି ମୁଁ ଆପଣଙ୍କୁ କହୁଛି। ରେସିଓ ପ୍ରପୋର୍ସନର 2ଟା ଆପଣଙ୍କର ପଡ଼ିଥିଲା ନମ୍ବର ସିଷ୍ଟମରେ 4ଟା ନମ୍ବର ସିଷ୍ଟମରେ କ'ଣ କ'ଣ ପଡ଼ିଥିଲା ଯେମିତି ମୁଁ ଆପଣଙ୍କୁ କହିଲି ଯେ ଆପଣଙ୍କର ଯେଉଁ ରହିଲା ନର୍ମାଲ ବେସିକ୍ ଯୋଗ ବିୟୋଗ ଗୁଡ଼ା ଆପଣଙ୍କର ଠିକ୍ ଅଛି। ଏଭାରେଜରୁ 2ଟା ଟାଇମ୍ ଆଣ୍ଡ ୱାର୍କ ଗୋଟେ ସ୍କୋୟାର ଆଣ୍ଡ ସ୍କୋୟାର ଗୋଟେ ଗସାଗୁ ଲସାଗୁ ଗୋଟେ ମେନ୍ସୁରେସନରେ 2ଟା ପଡ଼ିଥିଲା କ୍ୟୁବଏଡର ଗୋଟେ ସ୍ଫେୟାରର ଗୋଟେ କୋଉଠି ବେଳେବେଳେ ଆପଣଙ୍କର ଏଇ ଯେଉଁ କୋଉଠି ଆପଣଙ୍କର ଗୋଟେ ଗୋଟେ ଏଇ ଯେଉଁ କ୍ୟୁବରୁ ବି ପଚାରି ଦିଏ ଲାଭ କ୍ଷତିରୁ 2ଟା ପାର୍ସେଣ୍ଟେଜ 2ଟା ଡିଷ୍ଟାନ୍ସ ଆଉ ଡିରେକ୍ସନ 2ଟା ଏଭାରେଜ ସ୍ପିଡ୍ ଗୋଟେ ଖାଲି ଫର୍ମୁଲା ପୁଟ୍ କରିଦେଲେ ହେଲା ସ୍ପିଡ୍ର ଗୋଟେ ଆଉ ପାଇପ୍ ଆଣ୍ଡ ସିଷ୍ଟମର ଆପଣଙ୍କର ଗୋଟେ ପଡ଼ିଥିଲା ଏଇଟା ଲାଷ୍ଟ ଇୟର। ରିଜନିଂରେ ଆପଣଙ୍କର 20ଟା ଯେଉଁ ପ୍ରଶ୍ନ ପଡ଼ିଥିଲା ଏଥିରେ ଦେଖନ୍ତୁ କୋଡ଼ିଂ ଡିକୋଡ଼ିଂ 3ଟା ଡିଷ୍ଟାନ୍ସ ଆଉ ଡିରେକ୍ସନ 2ଟା ଇମେଜ ମାନେ 3ଟା ଇମେଜ ଦେଇଥିବ କହିବ ଯେ ପରବର୍ତ୍ତୀ ଇମେଜ କ'ଣ 2ଟା ନମ୍ବର ସିରିଜ 3ଟା ଷ୍ଟେଟମେଣ୍ଟ କନକ୍ଲୁଜନ 2ଟା ଗ୍ରୁପିଂ ମାନେ କୋଉଟା ଅଲଗା 2ଟା ସିଟିଂ ଆରେଞ୍ଜମେଣ୍ଟର 5ଟା ଆଲଫାବେଟିକାଲ ସିରିଜ ଆପଣଙ୍କର ଗୋଟେ ଏଇଭଳିଆ ରିଜନିଂର ପଡ଼ିଥିଲା ଲାଷ୍ଟ ଇୟର ମାନେ ଯାହା ପଡ଼ିଥିଲା ସେମ୍ ଟାଇପ୍ର ପଡ଼ିବ କିଛି ନୂଆ ନାହିଁ। ଏବେ କମ୍ପ୍ୟୁଟର ଆପଣଙ୍କର 20ଟି ପ୍ରଶ୍ନ କ'ଣ କ'ଣ ଦେଖନ୍ତୁ ପଡ଼ିଥିଲା ଏଇଟା କମ୍ପ୍ୟୁଟର ଠିକ୍ ଅଛି କମ୍ପ୍ୟୁଟର ଯେଉଁଥିରେ ହାର୍ଡୱେୟାର ଆଉ ସଫ୍ଟୱେୟାରରୁ 10ଟା MS ଏକ୍ସେଲ 2ଟା MS ପାୱାର ପଏଣ୍ଟ 2ଟା MS ୱାର୍ଡରୁ 2ଟା MS ଅଫିସ 2ଟା ମେମୋରି ଗୋଟେ ଆଉ ସର୍ଟକଟ୍ କିଜ୍ ଆପଣଙ୍କର ଗୋଟେ ପଡ଼ିଥିଲା ଏଇଟା ଠିକ୍ ଅଛି। ଜାଣିଗଲେ କୋଉଠୁ ଆପଣଙ୍କର କ'ଣ କେତେ ମାର୍କ ପଡ଼ିଥିଲା ତା ସମ୍ପର୍କରେ ଆମେ ଡିସ୍କସନ୍ କରିଲେ। ଏବେ ଆମେ ଡିସ୍କସନ୍ କରିବା ଯେ କେମିତି ଇଜିଲି 75 ପ୍ଲସ୍ ସ୍କୋର ରଖାଯାଇପାରିବ ତା ସମ୍ପର୍କରେ ମୁଁ ଆପଣଙ୍କୁ କହୁଛି। ନମ୍ବର 1 ହିଷ୍ଟ୍ରି ଜିଓଗ୍ରାଫି ଆଉ ପଲିଟି ପାଇଁ ମାନେ ଜିକେରେ ଯଦି ଆପଣ 30ରୁ ମାନେ ଧରାଯାଉ ମୁଁ କହୁଛି ହେଲା କେତେ ଯଦି ଆପଣ ଆଗାମୀ 45 ଦିନ ଖାଲି ଏଇ 2ଟା କାମ ଆପଣ କରୁଛନ୍ତି 2ଟା କାମ ଆପଣଙ୍କର ଏଇ ଯେଉଁ ଜିକେରେ 30ରୁ ଆପଣଙ୍କର 25 ପ୍ଲସ୍ ଆପଣଙ୍କର ଥୁଆ 25 ପ୍ଲସ୍ ଥୁଆ କ'ଣ କରିବେ ନମ୍ବର 1 ହିଷ୍ଟ୍ରି ପାଇଁ କ'ଣ କରିବେ ଦେଖନ୍ତୁ
ଆପ୍ଲିକେସନ୍ ଅନ୍ କଲେ ଠିକ୍ ଅଛି। ଆପ୍ଲିକେସନ୍ ଅନ୍ କଲା ପରେ ଲକ୍ଷ୍ମୀଧର ସାର୍ ଅଫିସିଆଲ୍ ଆପ୍ଲିକେସନ୍ ଅନ୍ କଲା ପରେ ଆପଣ RHT JT ବେଚ୍ରେ ଆପଣ ଜଏନ୍ କରିବେ। ଜଏନ୍ କଲା ପରେ କଣ୍ଟେଣ୍ଟ ଉପରେ କ୍ଲିକ୍ କରିବେ, ମାନେ ଷ୍ଟାର୍ଟ ଲର୍ଣ୍ଣିଂରେ କ୍ଲିକ୍ କରିବେ। ଦେନ୍ କଣ୍ଟେଣ୍ଟକୁ ଆପଣ ଯିବେ। କଣ୍ଟେଣ୍ଟକୁ ଗଲା ପରେ ଆପଣ କ'ଣ କରିବେ, 2025 ଭିଡ଼ିଓ ଉପରେ କ୍ଲିକ୍ କରିବେ। କ୍ଲିକ୍ କଲେ ଆପଣଙ୍କୁ ଦରକାର କ'ଣ, ହିଷ୍ଟ୍ରି। ତ ଆପଣ ହିଷ୍ଟ୍ରି ଉପରେ ଆପଣଙ୍କର କ୍ଲିକ୍ କରିବେ। ଏଇଠି ଆପଣଙ୍କର ଲେଖା ହେଇଥିବ ହିଷ୍ଟ୍ରି। ହିଷ୍ଟ୍ରି ଉପରେ ଆପଣ କ୍ଲିକ୍ କରିବେ। ଯେତିକି ବି ଆପଣଙ୍କର ହିଷ୍ଟ୍ରିର କ୍ଲାସ୍ ଆପଣ କରାହେଇଛି ନା, ଖାଲି ଥିଓରି କ୍ଲାସ୍ କରିଦିଅନ୍ତୁ। ନମ୍ବର ୱାନ୍। ନମ୍ବର ଟୁ, ଆମର ଯେତିକି ବି ଜିକେର କ୍ୱେଶ୍ଚେନ୍ ଆପଣଙ୍କର ପଡ଼ିଛି, ଜିକେର ଯାହା ବି ଆପଣଙ୍କର OSSC ଆଉ TSSCର ଜିକେ ପ୍ରଶ୍ନ ପଡ଼ିଛି, ସବୁଗୁଡ଼ା ଆପଣ ପ୍ରାକ୍ଟିସ୍ କରିଦିଅନ୍ତୁ। ଆଉ ଗୋଟେ ମାସରେ ମୁଁ ଆପଣଙ୍କ ପାଇଁ 2 ଥର ସିଲାବସ୍ କଭରେଜ କରେ, ୱିଥ୍ ଅଲ୍ PIQ କରିଥାଏ। ଆଉ ସନ୍ଧ୍ୟାବେଳେ ମଧ୍ୟ ମୁଁ ଆପଣଙ୍କ ପାଇଁ ପ୍ରାକ୍ଟିସ୍ କରିଦିଏ। ଯଦି ଦେଖ, କାହିଁକିନା ହିଷ୍ଟ୍ରି, ଜିଓଗ୍ରାଫି, ପଲିଟି ଯେତେ ଅଭ୍ୟାସ ଆପଣ କରିବେ ସେତେ ଇଜିଲି ମନେ ରହିବ। ଆଉ ଯଦି ଆପଣ ଅଭ୍ୟାସ ହିଁ ନ କରିବେ ଦେନ୍ ତ ମନେ ରହିବନି ନା, ମନେ ହିଁ ରହିବନି। ତେଣୁକରି ଆପଣଙ୍କୁ ଅଭ୍ୟାସ ଦରକାର। ସବୁଦିନ ଆପଣ କ୍ଲାସ୍ କମ୍ପଲସରି କରିବେ, ନମ୍ବର ୱାନ୍। ନମ୍ବର ଟୁ ହେଉଛି ଆପଣ ଥିଓରି କ୍ଲାସ୍, ଆଉ ଯେତିକି ବି ଆମର ମକ୍ ଟେଷ୍ଟ ଫୋଲ୍ଡରରେ ଯେତିକି ବି ଆପଣଙ୍କର କ୍ୱେଶ୍ଚେନ୍ ପଡ଼ିଛି ଜିକେର, ସବୁ ମାନେ ମକ୍ ଟେଷ୍ଟ ତ ଭରି ଭରିକି ରହିଛି, ସବୁ ଜିନିଷ ଏଥିରେ ଆପଣଙ୍କ ପାଇଁ ଆଭେଲେବୁଲ୍ ମୁଁ କରେଇ ଦେଇଛି ଆପଣଙ୍କର। ଠିକ୍ ଅଛି, ବୁଝିଗଲେ? ଠିକ୍ ଅଛି। ଦେନ୍ ଆପଣଙ୍କର ଯିବା ଦେଖନ୍ତୁ ନେକ୍ସଟ। ଦେନ୍ ଦେନ୍ ହିଷ୍ଟ୍ରି ପାଇଁ ଆପଣ ବୁଝିଗଲେ, ଜିଓଗ୍ରାଫି ପାଇଁ ଆପଣ ବୁଝିଗଲେ। ହିଷ୍ଟ୍ରି ପାଇଁ ହିଷ୍ଟ୍ରିର ଥିଓରି କ୍ଲାସ୍ ଆଉ ସବୁ ଆପଣଙ୍କର PIQ। ପଲିଟି ପାଇଁ କ'ଣ କରିବେ, ପଲିଟିର ଆପଣଙ୍କର ଥିଓରି କ୍ଲାସ୍ ଏବଂ ପଲିଟି ପାଇଁ ଦେଖନ୍ତୁ ଖାଲି ଗୋଟେ ଭିଡ଼ିଓ ଆପଣଙ୍କୁ ପଲିଟି ଦରକାର। ପଲିଟି ଉପରେ ଆପଣ କ୍ଲିକ୍ କରିବେ। ପଲିଟି ଉପରେ ଖାଲି ପଲିଟିର ଥିଓରି କ୍ଲାସ୍ 4 ଘଣ୍ଟା ସମୟ ଲାଗିବ। ଯାହା ପଡ଼ିବ ସେ ଗୋଟେ ଭିଡ଼ିଓରୁ ପଡ଼ିବ। ଠିକ୍ ଅଛି। ଦେନ୍ ଜିଓଗ୍ରାଫି ପାଇଁ ଆମେ କ'ଣ କରିବା ନା, NCERT ଯାହା ବି ଆପଣଙ୍କର କ୍ୱେଶ୍ଚେନ୍ ପରୀକ୍ଷାରେ ପଡ଼ିବ ସବୁ NCERTରୁ ପଡ଼ିବ। NCERT ବାଦ୍ କିଛି ପଡ଼ିବନି। ତ ଆପଣ NCERT 6, 7, 8, 9 ଆଉ 10 ଅଳ୍ପ ସମୟ ପୂର୍ବରୁ ହିଁ ମୁଁ ଆପଣଙ୍କ ପାଇଁ ଫୁଲ୍ କଭରେଜ କରିଦେଇଛି। ଆପଣ ଯଦି ଖାଲି ଏତିକି କରିଦେଉଛନ୍ତି ନା, ହିଷ୍ଟ୍ରି, ଜିଓଗ୍ରାଫି, ପଲିଟିରେ ବା ଜିକେରେ ଆପଣଙ୍କର 30ରୁ ଆପଣଙ୍କର 25 ମାର୍କ ଆପଣଙ୍କର ଥୁଆ। କ'ଣ କରିବେ ମୁଁ ଆଉ ଥରେ କହିଦେଉଛି। ହିଷ୍ଟ୍ରି ପାଇଁ ହିଷ୍ଟ୍ରିର ଥିଓରି କ୍ଲାସ୍ ଆଉ ସବୁ PIQ, ପଲିଟି ପାଇଁ ପଲିଟିର ଥିଓରି କ୍ଲାସ୍ ଆଉ ପଲିଟିର ସବୁ PIQ ମୁଁ ଆପଣଙ୍କ ପାଇଁ ନା ସିଲାବସ୍ ୱାଇଜ୍ କ୍ୱେଶ୍ଚେନ୍ରେ ସବୁ ଜିନିଷ ପୁରା ସିଷ୍ଟମେଟିକାଲି ଆଭେଲେବୁଲ୍ ବି କରିଦେଇଛି ୱିଥ୍ ସଲ୍ୟୁସନ୍ ଭିଡ଼ିଓ। ଏବଂ ଜିଓଗ୍ରାଫି ପାଇଁ NCERT ଆପଣଙ୍କର 6ରୁ 10 ଆପଣଙ୍କର ଜିଓଗ୍ରାଫି। ଯଦି ଆପଣ ଏତିକି କରିଦେଉଛନ୍ତି ଥିଓରି କ୍ଲାସ୍ ୱିଥ୍ ଅଲ୍ PIQ ଆଉ ଇଭିନିଂରେ ଆପଣ ପ୍ରାକ୍ଟିସ୍ କ୍ଲାସ୍ ଯଦି କରୁଛନ୍ତି, 30ରୁ 25 ପ୍ଲସ୍ ଆପଣଙ୍କର ଥୁଆ। ଜିକେରେ ଯାହା ପଚାରିବ ପଚାରୁ, କରିହବ ମାନେ କରିହବ। ଠିକ୍ ଅଛି। ଦେନ୍ ଆପଣଙ୍କର ମ୍ୟାଥମେଟିକ୍ସ ଆଉ ରିଜନିଂ ଆମର ଏମିତିକା ସେକ୍ସନ୍ ଯେଉଁଥିରେ ଆପଣଙ୍କର ସିଙ୍ଗଲ ମାର୍କ ବି କଟିବ ନାହିଁ। 20 40ରୁ ଆପଣଙ୍କର 40 ମାର୍କ ଥୁଆ। ବଟ୍ ହେଲେ ବି ମୁଁ ଆପଣଙ୍କୁ କହୁଛି 40 ନହେଲେ ବି ଧରାଯାଉ ଆପଣ କହିବେ ନା ମୋର 40 ନହେଲେ ବି ସାର୍ ମୋର ମ୍ୟାଥମେଟିକ୍ସରେ ପ୍ରୋବ୍ଲେମ୍ ହେଉଛି ବାଗେରା ବାଗେରା। କଟ୍ ଅଫ୍ ମାର୍କ ତ ଆପଣ ଜାଣିଲେ, କଟ୍ ଅଫ୍ ମାର୍କ କେତେ କମ୍ ଯିବ ଆପଣ ତାହା ବି ଜାଣିଛନ୍ତି। ହେଲା, ନ କହିଲେ କ'ଣ ହେଲା, ଆପଣ ଜାଣିଛନ୍ତି କଟ୍ ଅଫ୍ ମାର୍କ କେତେ କମ୍ ଯିବ। ହେଲେ ବି ମୁଁ ଆପଣଙ୍କୁ କହିବା ପାଇଁ ଚାହୁଁଛି, ଆପଣ ଦେଖନ୍ତୁ ନା କୋଉ କ୍ୱେଶ୍ଚେନ୍ ପଡ଼ିବ ଯେ ଆପଣ କରିପାରିବେନି ବୋଲି ଭାବୁଛନ୍ତି, କ'ଣ ପ୍ରଶ୍ନ ପଡ଼ିବ। କିନ୍ତୁ ମନେ ରଖନ୍ତୁ, ମ୍ୟାଥମେଟିକ୍ସ ଆଉ ରିଜନିଂ ଏମିତିକା ସେକ୍ସନ୍, ଯଦି ଗୋଟେ ପିଲାଟା ଡେଲି ପ୍ରାକ୍ଟିସ୍ ନ କରିବ ନା, ସିଏ ଭୁଲି ଯିବ। ଭୁଲି ଯିବ ମାନେ ଭୁଲି ଯିବ। ତ ଆପଣଙ୍କୁ ଅଭ୍ୟାସ, ଆପଣ କ'ଣ ଗସାଗୁ ଲସାଗୁ କରିପାରିବେନି? ସ୍କୋୟାର ଆଉ ସ୍କୋୟାର ରୁଟ୍ କରିପାରିବେନି? ଚିନ୍ତା କରନ୍ତୁ, ଲାଭ କ୍ଷତି କିଣା ମୂଲ୍ୟ ଦେଇଥିବ, ବିକ୍ରି ମୂଲ୍ୟ ଦେଇଥିବ, ପଚାରିବ ଶତକଡ଼ା ଲାଭ କେତେ, ଶତକଡ଼ା କ୍ଷତି କେତେ, ପାର୍ସେଣ୍ଟେଜ କରିହେବନି କି ଆପଣଙ୍କର? ସିମ୍ପଲ୍ ଇଣ୍ଟରେଷ୍ଟ, କମ୍ପାଉଣ୍ଡ ଇଣ୍ଟରେଷ୍ଟ ଆପଣଙ୍କର ପଚାରିବ, ରେସିଓ ଆଣ୍ଡ ପ୍ରପୋର୍ସନ୍ ପଚାରିବ। ଦେନ୍ ଆପଣଙ୍କର ସ୍ପିଡ୍, ଯାହା ପଚାରୁଛି, ମେନ୍ସୁରେସନ୍, ଟାଇମ୍ ଆଣ୍ଡ ୱାର୍କ, ଏଭାରେଜ, ସବୁଗୁଡ଼ା ଆପଣ ଦେଖୁ ଦେଖୁ କରିପାରିବେ। ଏହା ପାଇଁ ଖାଲି 2ଟା କାମ କରନ୍ତୁ। ନମ୍ବର ୱାନ୍ କ'ଣ କରିବେ, ଭଲସେ ଦେଖନ୍ତୁ। ନମ୍ବର ୱାନ୍, ମ୍ୟାଥମେଟିକ୍ସର ଥିଓରି କ୍ଲାସ୍ ଆପଣ ଦେଖିଦେବେ। ନମ୍ବର ୱାନ୍ କ'ଣ କରିବେ, ମ୍ୟାଥମେଟିକ୍ସର ଆପଣ ଥିଓରି କ୍ଲାସ୍ ଆପଣ ଦେଖିବେ। ନମ୍ବର ୱାନ୍। ନମ୍ବର ଟୁ, ଆମର ମ୍ୟାଥମେଟିକ୍ସକୁ ନେଇକି ଯାହା ବି ଲାଷ୍ଟ 9 ବର୍ଷରେ କ୍ୱେଶ୍ଚେନ୍ ପଡ଼ିଛି ସବୁଗୁଡ଼ାକୁ ଆପଣ ନିଜେ ପ୍ରାକ୍ଟିସ୍ ଆପଣ କରିବେ।
PIQ ସଲ୍ୟୁସନ୍ ଭିଡ଼ିଓ ଉପରେ କ୍ଲିକ୍ କଲେ ଆପଣଙ୍କୁ କାହାର PIQ ଦରକାର, RHT ପ୍ରିଲିମ୍ସର ଦରକାର, ତା ଉପରେ କ୍ଲିକ୍ କରିକି ଯେତିକି ବି କ୍ୱେଶ୍ଚନ୍ ପଡ଼ିଛି ସବୁର PIQ ସଲ୍ୟୁସନ୍ ଭିଡ଼ିଓକୁ ଦେଖନ୍ତୁ। ଆଉ OSSC ଓ ଟ୍ରିପଲ୍ ଏସ୍ ସି ଯେତିକି ବି ଆପଣଙ୍କର ଏକ୍ଜାମ୍ସ ହେଇଛି ସବୁ ଏକ୍ଜାମ୍ର PIQ ସଲ୍ୟୁସନ୍ ଭିଡ଼ିଓ ଆପଣଙ୍କ ପାଇଁ ଆଭେଲେବୁଲ୍ ଅଛି। ସବୁ ଏକ୍ଜାମ୍ର ଯେତିକି ବି ଆପଣଙ୍କର ଏକ୍ଜାମ୍ ଓଡ଼ିଶାରେ ହେଇଛି ଇନକ୍ଲୁଡିଂ ସିଭିଲ୍ ସର୍ଭିସ୍, ଯେତିକି ବି ପରୀକ୍ଷା ଆପଣଙ୍କର ହେଇଛି ସବୁ ପରୀକ୍ଷାର PIQ ସଲ୍ୟୁସନ୍ ଭିଡ଼ିଓ ଆପଣଙ୍କ ପାଇଁ ଆଭେଲେବୁଲ୍ ଅଛି ସବୁଗୁଡ଼ା। ଆଉ ସବୁଦିନ ଆମେ ଗୋଟିଏ ଘଣ୍ଟା ମ୍ୟାଥମେଟିକ୍ସ ଆଉ ରିଜନିଂ ଆପଣଙ୍କର କମ୍ପଲସରି କରୁଛେ। ତ ଯଦି ଆପଣ ଏତିକି କରୁଛନ୍ତି, ନମ୍ବର 1 ମ୍ୟାଥମେଟିକ୍ସର ଥିଓରି କ୍ଲାସ୍, ନମ୍ବର 2 ମ୍ୟାଥମେଟିକ୍ସର ଯେତିକି ବି PIQ ଆପଣଙ୍କର ପଡ଼ିଛି, ଯାହା ବି ପଡ଼ିବ ସେ ପ୍ରିଭିୟସ୍ ଇୟର୍ରୁ ହିଁ ପଡ଼ିବ। ମନେ ରଖନ୍ତୁ କିଛି ନୂଆ କ୍ୱେଶ୍ଚନ୍ ଆପଣଙ୍କର ପଡ଼ିବାର ନାହିଁ, ଯାହା ପଡ଼ିବ ସବୁ ପ୍ରିଭିୟସ୍ ଇୟର୍ରୁ। ତାମାନେ କ'ଣ ଅବିକଳ ସେମିତି ପଡ଼ିବ? ନାହିଁ। ଆରେ 2 ଜାଗାରେ 4 ଲେଖା ହେଇଥିବ, 5 ଜାଗାରେ 8 ଲେଖା ହେଇଥିବ, ନମ୍ବର ଚେଞ୍ଜ ଆପଣଙ୍କର ହେଇଥିବ, ପ୍ୟାଟର୍ନ ସେମ୍, ଆଉ କିଛି ନାହିଁ। ତେଣୁକରି ଯଦି ଗୋଟେ ପିଲା ଖାଲି ମ୍ୟାଥମେଟିକ୍ସର ଥିଓରି କ୍ଲାସ୍ ଆଉ ମ୍ୟାଥମେଟିକ୍ସର ସବୁ PIQ ଦେଖୁ ଦେଖୁ କରିପାରୁଛି ନା, ତାକୁ ଆଉ କେହି ବି ଅଟକେଇ ପାରିବେନି 20ରୁ 20 ତାର ଥୁଆ। ହେଲେ ବି ମଣିଷ ମାତ୍ରକେ ଭୁଲ ହେଇପାରେ। ତ ଆପଣମାନଙ୍କର ଟାଇମ୍ ମ୍ୟାନେଜମେଣ୍ଟ କେମିତି ହେଇପାରିବ? ଯଦି ଆପଣ ଅଭ୍ୟାସ କରିବେ ନା, ଡେଲି ଆମେ 100ଟା ପ୍ରଶ୍ନ ଆପଣଙ୍କର ପାଖାପାଖି ଗୋଟେ ଘଣ୍ଟାରେ କରିଦେଉଛେ, ସେତିକି ଯଦି ଆପଣ ପ୍ରାକ୍ଟିସ୍ କରିଦେବେ ଆପଣଙ୍କର ମ୍ୟାଥମେଟିକ୍ସ ଆପଣଙ୍କର ହେଇଯିବ। ତ ଆପଣ ମ୍ୟାଥମେଟିକ୍ସର ଥିଓରି କ୍ଲାସ୍ ସବୁ PIQ ଆଉ ଡେଲି ଆପଣ ପ୍ରାକ୍ଟିସ୍ କରନ୍ତୁ, ଆପଣଙ୍କର ହେଇଯିବ। ସେମିତି ରିଜନିଂ ପାଇଁ କ'ଣ କରିବେ? ରିଜନିଂର ଆପଣ ଥିଓରି କ୍ଲାସ୍ କରିଦେବେ ନମ୍ବର 1। ରିଜନିଂକୁ ନେଇକି ରିଜନିଂ ଦେଖ ଯେତିକି ବି ପ୍ରିଭିୟସ୍ ଇୟର୍ ଆପଣଙ୍କର ପଡ଼ିଛି, ଯେମିତି RHTରେ ଜୁନିୟର ଟିଚରରେ ସବୁ PIQକୁ ଆପଣ ପ୍ରାକ୍ଟିସ୍ କରିଦେବେ। ନମ୍ବର 3 ଡେଲି ଆପଣ କ୍ଲାସ୍ କରିବେ, ଡେଲି କ୍ଲାସ୍ କରନ୍ତୁ, ଆପଣଙ୍କ ରିଜନିଂରେ ଫୁଲ୍ ସ୍କୋର ରହିଯିବ। ଠିକ୍ ଅଛି, ରିଜନିଂ ଗଲା। ଏବେ କମ୍ପ୍ୟୁଟର୍ସ ପାଇଁ କ'ଣ କରିବେ? କମ୍ପ୍ୟୁଟର୍ସ ଗୋଟା ଦେଖନ୍ତୁ ବହୁତ ବେସିକ୍ ଜିନିଷ ଆପଣଙ୍କର। କମ୍ପ୍ୟୁଟର ପାଇଁ ଖାଲି କମ୍ପ୍ୟୁଟର ଆପଣ ଥିଓରି କ୍ଲାସ୍ କରିଦେଲେ ଦେଖନ୍ତୁ ନମ୍ବର 1। ଠିକ୍ ଅଛି, ଡେଲି ମଧ୍ୟ ଆମେ ଏବେ ଟିକେ ଯେହେତୁ ଗୋଟେ ସିରିଜ୍ ଆପଣଙ୍କ ପାଇଁ ଚାଲିଛି, ତେଣୁକରି ଟିକେ ଗ୍ୟାପ୍ ରହିଯାଉଛି। କମ୍ପ୍ୟୁଟର ପାଇଁ କ'ଣ କରିବେ? ଖାଲି କମ୍ପ୍ୟୁଟର ଆପଣ ଥିଓରି କ୍ଲାସ୍ ଆପଣଙ୍କର କରିଦେଲେ। ଠିକ୍ ଅଛି, ନମ୍ବର 1 ଥିଓରି କ୍ଲାସ୍ ଆପଣ କଲେ। ଦେନ୍ କମ୍ପ୍ୟୁଟରକୁ ନେଇକି ଯାହା ବି ଆପଣଙ୍କର କ୍ୱେଶ୍ଚନ୍ସ ପଡ଼ିଛି ସବୁର PIQ ଆପଣ କରିଦେବେ। OSSC ଓ ଟ୍ରିପଲ୍ ଏସ୍ସିରେ ଯେତିକି ବି କ୍ୱେଶ୍ଚନ୍ସ ଆପଣଙ୍କର ପଡ଼ିଛି ସବୁ ଗୁଡ଼ାକୁ ଆପଣ ଲେଖି ଲେଖି ପ୍ରାକ୍ଟିସ୍ କରିଦିଅନ୍ତୁ। ନମ୍ବର 2 ନମ୍ବର 3 ଆପ୍ଲିକେସନରେ ମକ୍ ଟେଷ୍ଟ ଭରି ଭରିକି ଅଛି, ତାକୁ ଦେଖନ୍ତୁ। ଆଉ ତା ସହିତ ସବୁଦିନ କ୍ଲାସ୍ ବି ତ କରାହେଉଛି। ଏତିକି କରିଦେଲେ ଆପଣଙ୍କର ହେଇଯିବ। କମ୍ପ୍ୟୁଟରରେ ମୁଁ ଆପଣଙ୍କୁ କହିବା ପାଇଁ ଚାହୁଁଛି, ଦେଖନ୍ତୁ କମ୍ପ୍ୟୁଟରରେ ଏଇ ଯେଉଁ ରହିଲା 20ଟା ପ୍ରଶ୍ନ, ଜିକେରେ ଆମର 25 ପ୍ଲସ୍ ନିହାତି। ଏଇ 40 ମାର୍କରୁ ଆପଣଙ୍କୁ ମୁଁ 40 ତ ରହିଯିବ, ହେଲେ ବି ମୁଁ ଆପଣଙ୍କୁ ଧରାଯାଉ ଆପଣ କହିବେ ସାର୍ ନା ମୁଁ 40 ନାହିଁ, ମୁଁ ସାର୍ 30 ଖଣ୍ଡେ ଯେ ନିହାତି ରଖିପାରିବି। 30 ଆଉ 25 ହେଲା। ଏବେ ଆପଣଙ୍କର କମ୍ପ୍ୟୁଟର୍ସରେ 20ଟା ପ୍ରଶ୍ନ। କମ୍ପ୍ୟୁଟରରେ କ'ଣ ପଡ଼ିବ? ହାର୍ଡୱେୟାର ସଫ୍ଟ, ମୁଁ କହିଦେଲି ନା କମ୍ପ୍ୟୁଟର ଖାଲି ଥିଓରି କ୍ଲାସ୍, ସବୁ PIQ OSSC ଓ ଟ୍ରିପଲ୍ ଏସ୍ସିର। ଆଉ ନେକ୍ସଟ ଆପଣ କ'ଣ କରିଥିବେ କହିଲେ? ଯେତିକି ବି ଆମର ଏଇ ଯେଉଁ ରହିଲା ମକ୍ ଟେଷ୍ଟ ଗୁଡ଼ାକୁ ଦେବେ ଆଉ ସବୁଦିନ ପ୍ରାକ୍ଟିସ୍ କରିବେ। ତ 20ରୁ ପାଖାପାଖି ଧରାଯାଉ 15 ତ ନିହାତି। ମାର୍କ କାଉଣ୍ଟ କରିଦିଅନ୍ତୁ ଆପଣ, କେତେ ମାର୍କ ହେଲାଣି କାଉଣ୍ଟ କରିଦିଅନ୍ତୁ। ଏମିତି ମାନେ ଏଇଟା ହେଉଛି ମିନିମମ୍ ସ୍କୋର। ମ୍ୟାଥମେଟିକ୍ସ ରିଜନିଂରେ କାହାରି ବି ସ୍କୋର କମେନି, ମନେ ରଖନ୍ତୁ। କାହିଁକିନା ବହୁତ ବେସିକ୍ କ୍ୱେଶ୍ଚନ୍, ବହୁତ ବେସିକ୍ ଆପଣଙ୍କର କ୍ୱେଶ୍ଚନ୍ ପଡ଼ିଥାଏ। ମାର୍କ କାଉଣ୍ଟ କରିଦିଅନ୍ତୁ ହେଲା। ଆଉ ଏଇଟା ଯଦି ଆପଣ ଏଇ କରେଣ୍ଟ ଆଫେୟାର୍ସ ପାଇଁ ସାର୍ କ'ଣ କରିବୁ? ଆପଣମାନେ ଇୟର୍ଲି କରେଣ୍ଟ ଆଫେୟାର୍ସ ପଢ଼ିଦେବେ, ମୋର୍ ଦେନ୍ ସଫିସିଏଣ୍ଟ। ଯଦି ଆପଣଙ୍କୁ ଆସିଲା କରିବେ, ନ ଆସିଲେ ବି କିଛି ଆବଶ୍ୟକତା ନାହିଁ। ଆମେ ଏମିତି ହିଁ ଆପଣଙ୍କର ଅଲରେଡ଼ି ପ୍ରିଲିମ୍ସ କ୍ୱାଲିଫାଏ ହେଇସାରିଛେ। ଆପଣଙ୍କୁ ଆସିଲା ତ କରିବେ, ନହେଲେ ନାହିଁ। କଟ୍ ଅଫ୍ ମାର୍କ ଆପଣଙ୍କୁ ଜଣାଅଛି, କେତେ କଟ୍ ଅଫ୍ ମାର୍କ ଯାଇଥିଲା ଆଉ କେତେ ଆପଣ ଏକ୍ସପେକ୍ଟ କରୁଛନ୍ତି ଦେଖି ନିଅନ୍ତୁ ନିଜେ ନିଜେ। କେତେ ଯାଇଥିଲା? 44, ମାନେ ମ୍ୟାକ୍ସ ଟୁ ମ୍ୟାକ୍ସ କେତେ ଯିବ? କ'ଣ 90 ଯିବ କି କଟ୍ ଅଫ୍ ମାର୍କ ଆପଣଙ୍କର? କେବେ ଯିବ 90 ମାର୍କ? କେବେ କଟ୍ ଅଫ୍ ଯାଏ ପ୍ରିଲିମ୍ସରେ? ଆପଣ ଚିନ୍ତା କରିପାରୁଛନ୍ତି? ତେଣୁକରି ଏଇଟା ହେଉଛି ଆପଣଙ୍କର ଜିନିଷ। ଠିକ୍ ଅଛି, ତ ଆପଣଙ୍କୁ ଜାଣିଗଲେ କେମିତି ପଢ଼ିବେ, କ'ଣ କରିବେ ତା ସମ୍ପର୍କରେ କହିଲି। କେଉଁ ବହି ପଢ଼ିବେ? କେବଳ ଆଉ କେବଳ ଆପଣ NCERT ବାଦ ଖାସ୍ କରିକି ବୁକ୍ସ, ମାନେ କେଉଁ ବୁକ୍ସ ପଢ଼ିବେ କି କାହା ପାଇଁ ପଢ଼ିବେ? ଆପଣ ପଢ଼ିବେ ତ ଏଇ ଜିକେ ପାଇଁ, ହିଷ୍ଟ୍ରି ଜିଓଗ୍ରାଫି ପଲିଟି ପାଇଁ କ'ଣ ମ୍ୟାଥମେଟିକ୍ସ ବହି ପଢ଼ାଯାଏ କି? ରିଜନିଂ ପାଇଁ କ'ଣ ରିଜନିଂ ବହି ପଢ଼ିବେ କି ଆପଣ? ଆପଣ କ'ଣ ଏଇ ଯେଉଁ ସେଣ୍ଟ୍ରାଲ ଲେବୁଲର ପ୍ରିପାରେସନ୍ କରୁଛନ୍ତି କି ଯେ ଆପଣ ରିଜନିଂ ବହି ପଢ଼ିବେ? କିଛି ନିଡ୍ ନାହିଁ। ଆପଣ ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ପାଇଁ ପ୍ରିପାରେସନ୍ କରୁଛନ୍ତି, ତ ସେ ଯଦିଓ ଲେବଲ୍ ସେମ୍ ଆପଣଙ୍କର ପଡ଼େ, ତ ସବୁ କ୍ୱେଶ୍ଚନ୍ SSC
आउ रेलवे रो इनक्लूडिंग रेलवे ओडिशा गवर्नमेंट रो सब परीक्षा एसएससी आपणकर रेलवे रो सब क्वेश्चन मैथमेटिक्स रीजनिंग ऑलरेडी आमे आपणकर करि देइछे तेनु करी आपण सेतकी करदेले आपणकर हो जिवो केवल जीके रे एनसीईआरटी रु ही पढ़िबे जहाँ पढ़िबो एनसीईआरटी रु ता बाद किछि पढ़िबो नाही देन जदि आपणकर किछि असुविधा हला एई नंबर रे आपण जेमिति टेलीग्राम रे मते आपण मेसेज करिवे ठीक अछि जदि इंस्टाग्राम यूज करूछंती लक्ष्मीधर डॉट महांत रे आपण मेसेज करि पारिबे जदि फेसबुक आपण यूज करूछंती लक्ष्मीधर महांत को जाके आपण मेसेज करि पारिबे आशा करिबे आपनको बहुत सुंदर भाବରେ बुझाई पारिछि केमिति आपण पढ़िबे कोन पढ़िबे केमिति करिवे आउ टाइम मैनेजमेंट केमिति हेबो आपनको टेंशन नेबार नै सकाळ 4:30 रु 9टा पर्यंत बसिले क्लास आपण कले संध्या बेले 5:30 रु 9टा आपण बसिले क्लास कले मोर देन सफिशिएंट याठू अधिक किछि पढ़िबार आवश्यकता ही नहीं सबु जिंस ए टू जेड सबु दिन मु आपनको पई कवरेज करै दउथिबी आ परीक्षा पूर्वरु आउ 3 थर सिलेबस मु आपनको पई कवरेज केमा 4 थर 26 थर ହେଇଛି परीक्षा पूर्वरु आउ 4 थर माने 30 थर सिलेबस कवरेज मु परीक्षा पूर्वरु आपणकर करै देबी ठीक अछि थैंक यू जय जगन्नाथ धन्यवाद थैंक यू